ଚାଲନ୍ତୁ ଶୁଣିବା ଚିତ୍ତଳ ମାଛର ରହସ୍ୟ। କ'ଣ ରହିଛି ଚିତ୍ତଳ ମାଛ ସହ ହୀରାକୁଦର ସମ୍ପର୍କ ଏବଂ ହୀରାକୁଦ ଡ୍ୟାମ୍ରେ କାହିଁକି ବାଡ଼େଇ ହେବ ଚିତ୍ତଳ ମାଛ? ଚାଲନ୍ତୁ ଶୁଣିବା ସମ୍ପୂର୍ଣ୍ଣ ଘଟଣା। ଚିତ୍ତଳ ହେଲାଣି ବିତ୍ତଳ। ମାଳିକାରେ ଲେଖା ଅଛି, କଳିଯୁଗ ଶେଷ ହେବା ସମୟରେ ଘୋର ଅଘଟଣ ହେବ ଏବଂ ଏହି ଘଟଣା ବି ଲେଖା ଅଛି କି ହୀରାକୁଦ ଡ୍ୟାମ୍ରେ ବହୁତ ବିରାଟକାୟ ଚିତ୍ତଳ ମାଛ ଆସିକି ବାଡ଼େଇ ହେବ ଏବଂ ତା ଅସ୍ଥିରେ ବିରାଟକାୟ ବ୍ରିଜ୍ ବନାହେବ, ମାନେ ଗୋଟେ ଡ୍ୟାମ୍ ବନାହେବ। ମାନେ ଭାବି ପାରୁଛନ୍ତି ତ ତା'ର ଆକାର କେତେ ବଡ଼ ହୋଇଥିବ? ତ ଚାଲନ୍ତୁ ଶୁଣିବା ଆଜିର ରହସ୍ୟର ଘଟଣା। ପ୍ରଥମେ ଯେତେବେଳେ ହୀରାକୁଦ ଡ୍ୟାମ୍ ଭାଙ୍ଗିବ ସେତେବେଳେ ଆମର ଶ୍ରୀ ଜଗନ୍ନାଥ ପୁରୀ ଦେଉଳ ଛାଡ଼ି ଛତିଆ ବଟରେ ଯାଇ ବିରାଜମାନ ହେବେ ଏବଂ ସେ ସମୟରେ ଚିତ୍ତଳ ମାଛ ହୀରାକୁଦ ଡ୍ୟାମ୍ ସହିତ ବାଡ଼େଇ ହେବ ଏବଂ ତା ପାଣିରେ ଭାସି 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 ଯିବ ସାରଳା ଦେବୀକୁ ମଝିରେ ଏବଂ ଅଧା ରାସ୍ତାରେ ଦେଖିବ ଏବଂ ମୁଣ୍ଡ ନୁଆଇବ ଏବଂ ପ୍ରଣାମ କରିବ। ତା ଆଗକୁ ଗଲା ପରେ ଛତିଆ ବଟରେ ତା ପ୍ରାଣ ହାରିଯିବ ଏବଂ ଯେତେବେଳେ ତା ପ୍ରାଣ ହାରିବ ସେତେବେଳେ ତିଆରି ହେବ ହୀରାକୁଦ ଡ୍ୟାମ୍ ଚିତ୍ତଳ ମାଛ ଅସ୍ଥିର। ଆଜି ହେଲାଣି 2026 ଏବଂ ସେ ସମୟ ପାଖେଇ ଆସିଲାଣି। ଅଚ୍ୟୁତାନନ୍ଦଙ୍କ ବାଣୀ ସତ ହେଉଛି ଏବଂ ଏ କଥା ବି ସତ ହେବ, କିନ୍ତୁ କେହି ବି ଜାଣିନାହାନ୍ତି ଏଇଟା କେବେ ହେବ। ଏବଂ ଏହି ଚିତ୍ତଳ ମାଛର ବାଡ଼େଇ ହେବା ସତ୍ତ୍ୱେ ହୀରାକୁଦ ଡ୍ୟାମ୍ର ପାଣି ସମ୍ପୂର୍ଣ୍ଣ କଟକ ସହରକୁ ବୁଡ଼େଇ ଦେବ ଏବଂ ତା'ର ନାମ ଅନ୍ୟ ଏକ ନାମରେ ପରିଚିତ ହେବ। ଚାଲନ୍ତୁ ସେ ସମୟକୁ ଅପେକ୍ଷା କରିବା। ତ ଆଜିଠୁ ଚେଞ୍ଜ ହେଇଯାଉ ରେ ଭାଇ, ଚେଞ୍ଜ ହେଇଯାଉ। ରହୁଛି, ନମସ୍କାର। ଆଉ ଗୋଟେ ଭିଡ଼ିଓରେ ଦେଖା ହେବା।